ଲୋଭୀ ବଗ ଓ କଙ୍କଡ଼ା କଥା। ଗୋଟିଏ ପୋଖରୀ କୂଳରେ ବଗଟିଏ ରହୁଥିଲା। ସେ ଏତେ ବୁଢ଼ା ହୋଇଯାଇଥିଲା ଯେ ସେ ନିଜ ପାଇଁ ଆହାର ଖୋଜି ପାରୁନଥିଲା। ସେଇଥିପାଇଁ ତାକୁ ଭୋକରେ ରହିବାକୁ ପଡ଼ୁଥିଲା। ସେ ଗୋଟାଏ ଉପାୟ ପାଞ୍ଚିଲା। ସେ ପୋଖରୀ କୂଳରେ ଠିଆ ହୋଇ କାନ୍ଦିବାକୁ ଲାଗିଲା। ତା'ର ଏଭଳି କାନ୍ଦ ଦେଖି କଙ୍କଡ଼ା ତା ପାଖରେ ଆସି ପଚାରିଲା, ବଗ ଭାଇ, ତମେ କାହିଁକି କାନ୍ଦୁଛ? ବଗ କହିଲା, ମୋତେ ଜଣେ ପଣ୍ଡିତ କହିଛନ୍ତି 12 ବର୍ଷ ପର୍ଯ୍ୟନ୍ତ ବର୍ଷା ହେବ ନାହିଁ। ଏ ପୋଖରୀ କିଛି ଦିନ ପରେ ଶୁଖିଯିବ। ଜଳ ବିନା ତୁମେ ବଞ୍ଚିବ କିପରି? ଯେତେ ସବୁ ଛୋଟ ଜୀବ ଓ ମାଛମାନେ ଅଛନ୍ତି ଜଳ ବିନା ଛଟପଟ ହୋଇ ମରିଯିବେ। ମୁଁ ତୁମମାନଙ୍କ ସାଙ୍ଗରେ ଏତେ ଦିନ ମିଶି ଚଳିଲିଣି। ମୋ ଦେହ ବା କେମିତି ସହିବ? ସେଇଥିପାଇଁ ମୁଁ ଦୁଃଖରେ କାନ୍ଦୁଛି। ବଗର କଥା ଶୁଣି କଙ୍କଡ଼ା ଚିନ୍ତାରେ ପଡ଼ିଗଲା। କଙ୍କଡ଼ାଟି ଯେମିତି ଅନ୍ୟ ଜଳଚରମାନଙ୍କୁ ଏକଥା କହିଲା, ସମସ୍ତେ ଚିନ୍ତିତ ହୋଇଗଲେ। ସମସ୍ତ ଜଳଜୀବ ବଗ ପାଖରେ ପହଞ୍ଚିଲେ ଏବଂ ପଚାରିଲେ, ବଗ ଭାଇ, କି ପ୍ରକାର ଆମମାନଙ୍କର ପ୍ରାଣ ରକ୍ଷା ହେବ? ବଗ କହିଲା, ଏଠାରୁ କିଛି ଦୂରରେ ଗୋଟିଏ ବହୁତ ବଡ଼ ପୋଖରୀ ଅଛି। ତାହାର ପାଣି କେବେ ଶୁଖେ ନାହିଁ। ତୁମେ ଯଦି କହିବ, ତେବେ ପ୍ରତିଦିନ ଜଣେ ଲେଖାଏଁ ଜଳଜୀବ ମୋ ପିଠି ଉପରେ ବସିବ ଓ ମୁଁ ତାକୁ ନେଇ ପୋଖରୀରେ ଛାଡ଼ି ଆସିବି। ଏହିପରି ଗୋଟି ଗୋଟି କରି ସବୁ ଜଳଜୀବ ଅନ୍ୟ ପୋଖରୀରେ ପହଞ୍ଚିଯିବେ। ମାଛମାନେ ନେହୁରା ହୋଇ କହିଲେ, ଦୟାକରି ଆମକୁ ସେଇ ଅନ୍ୟ ପୋଖରୀରେ ଛାଡ଼ିଦିଅ। ସେହିଦିନଠାରୁ ବଗ ପ୍ରତ୍ୟେକ ଦିନ ଗୋଟିଏ ମାଛ ନିଜ ପିଠି ଉପରେ ବସାଇ ନେଇଯାଏ। ତେବେ କିଛି ବାଟ ଯିବା ପରେ ସେ ଗୋଟିଏ ପାହାଡ଼ ଉପରେ ମାଛମାନଙ୍କୁ ପଥରରେ ଛେଚି ମାରି ଖାଇଦିଏ। ଦିନେ କଙ୍କଡ଼ା କହିଲା, ବଗ ଭାଇ, ସମସ୍ତଙ୍କୁ ନେଇ ବଞ୍ଚାଇଲ, ଏବେ ମୋତେ ଟିକେ ନେଇଯାଅ। ବଗ ଭାବିଲା, ସବୁଦିନ ମାଛ ଖାଇ ଖାଇ ବିରକ୍ତ ଲାଗିଲାଣି। ଦେଖିବା କଙ୍କଡ଼ା ଖାଇବାକୁ କେମିତି ଲାଗୁଛି। ସେ କଙ୍କଡ଼ାକୁ ନେଇ ସେ ପାହାଡ଼ ପାଖକୁ ଉଡ଼ିବାକୁ ଲାଗିଲା। କଙ୍କଡ଼ା ପଚାରିଲା, ବଗ ଭାଇ, କାହିଁ କେଉଁଠି କିଛି ପୋଖରୀ ଦେଖାଯାଉନି? ବଗ କହିଲା, ଆରେ ମୂର୍ଖ, ଏଠାରେ କୌଣସି ପୋଖରୀ ନାହିଁ। ତାହା ମୋର ଚାଲାକି ଥିଲା ତୁମମାନଙ୍କୁ ମାରି ଖାଇବା ପାଇଁ। ଏବେ ତୋ ପାଳି, ତୁ ମରିବା ପାଇଁ ପ୍ରସ୍ତୁତ ହୋଇଯା। କଙ୍କଡ଼ା ତଳକୁ ଦେଖିଲା, ମାଛମାନଙ୍କର କଣ୍ଟା ଭୂମି ଉପରେ ପଡ଼ିଛି। କଙ୍କଡ଼ା ରାଗିଗଲା ଓ ବଗର ବେକକୁ ଜୋର କରି କାମୁଡ଼ି ଧରିଲା। ନିଜ ଧାରୁଆ ଦାନ୍ତ ଏବଂ ପଞ୍ଝାରେ ବଗର ନରମ ବେକକୁ କାଟିଦେଲା। ଏଇଥିରୁ ଶିକ୍ଷା ମିଳିଲା ଯେ କାହାକୁ ଆଖି ବୁଜି ବିଶ୍ୱାସ କରିବା ଉଚିତ ନୁହେଁ।